ଏବଂ ଆଗାମୀ ଦିନରେ ଆମେ ବହୁତ ଲୋକମାନଙ୍କ ପାଖକୁ ଯିବୁ, ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିବୁ, ଲୋକମାନଙ୍କର ସହଯୋଗ କରିବୁ, ଲୋକମାନଙ୍କର ସୁଖ ଦୁଃଖ ବୁଝିବୁ ଏବଂ ଆଗକୁ ଯିବା ପାଇଁ ବହୁତ ଅରୁଣ କୁମାର ମହାପାତ୍ର, ମୁଁ ଏନ୍ପିପିର ଜେନେରାଲ ସେକ୍ରେଟାରୀ ଭାବରେ ମନୋନୀତ ହେଇଛି ଏବଂ ମୁଁ ଗର୍ବିତ। ଆମେ ବର୍ତ୍ତମାନ ନୂଆକିରି ଓଡ଼ିଶାରେ ଗୋଟେ ନୂଆ ଏନ୍ପିପିର ଅର୍ଗାନାଇଜେସନ୍ ଆରମ୍ଭ କରିଛୁ। ଇଏ ବର୍ତ୍ତମାନ ଆରମ୍ଭ ମାତ୍ର, ଆମେ ବହୁତ ଚେଷ୍ଟା କରୁଛୁ ୟାକୁ ନେଇକି ଉତ୍ତର ଉନ୍ନତି କରିବୁ। ଆଉ ବହୁତ ଚେଷ୍ଟା, ସମସ୍ତଙ୍କର ପ୍ରୟାସ। ଆଜି ଅଫିସ୍ ଓପନ୍ ହେଲା ଏବଂ ଆଗାମୀ ଦିନରେ ଆମେ ବହୁତ ଲୋକମାନଙ୍କ ପାଖକୁ ଯିବୁ, ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିବୁ, ଲୋକମାନଙ୍କର ସହଯୋଗ କରିବୁ, ଲୋକମାନଙ୍କର ସୁଖ ଦୁଃଖ ବୁଝିବୁ ଏବଂ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା କରିବୁ। ଏବଂ କମ୍ପିଟିସନ୍ ତ ହେବ, କମ୍ପିଟିସନ୍ ତ ଆମକୁ ଭାଗ କରିବାକୁ ପଡ଼ିବ, ନିଶ୍ଚିତ ଭାଗ ନେବାକୁ ପଡ଼ିବ। ଯେହେତୁ ନୂଆ ପାର୍ଟି, ଆମକୁ ଯେତେ କଷ୍ଟ ହେଲେ ସୁଦ୍ଧା ବି ଆମେ ତାକୁ ଆଗକୁ ନେଇକି ଯିବା ପାଇଁ। ମୁଦ୍ଦା ତ ବହୁତ ପ୍ରକାର ମୁଦ୍ଦା ଅଛି, କିନ୍ତୁ ସବୁ ରାଜନୈତିକ ଦଳ ତ ମୁଦ୍ଦା ନେଇକି ଯାଉଛନ୍ତି, କିନ୍ତୁ କାମ କିଏ କରିପାରୁଛି ସେଟା ହେଉଛି ମେନ୍ କଥା। କାମ କ'ଣ ହେଉଛି, ବହୁତ ପ୍ରକାର ସମସ୍ୟା ଅଛି ଓଡ଼ିଶାରେ, ବହୁତ ପ୍ରକାର ସମସ୍ୟା ଅଛି, ସମାଧାନର ବାଟ ଖୋଜିବା ଦରକାର। ମୁଦ୍ଦା ନେଲେ କିଛି ହେବନି, ମୁଦ୍ଦା ବହୁତ ପ୍ରକାର ଅଛି। ତେଣୁ ଓଡ଼ିଶାକୁ କେମିତି ଆଗକୁ ନେବା, କେମିତି ଘରେ ଘରେ ପ୍ରଚିତ ହେବା, ଲୋକମାନଙ୍କର କେମିତି ସହଯୋଗ କରିବା, ଲୋକମାନଙ୍କୁ କେମିତି ସାହାଯ୍ୟ କରିବା, ସେପାଇଁ ଆମେ ନେବୁ, ଦୃଢ଼ ପଦକ୍ଷେପ ନେବୁ। ଅର୍ଥ ସବୁ ଜାଗାରେ କାମ ଦିଏ ନାହିଁ, ସହଯୋଗ କାମ ଦିଏ। ଅର୍ଥ ତ ମନୁଷ୍ୟର ନିହାତି ଦରକାର, ନହେଲେ ତ ଅର୍ଗାନାଇଜେସନ୍ ଚାଲିବନି। ଆମେ ଚେଷ୍ଟା କରିବୁ କୋଉଠି କେମିତି କରି ଅଳ୍ପ ଅଳ୍ପ କରିକି ଆମେ ଆରମ୍ଭ କରିବା ପାଇଁ ଚେଷ୍ଟା କରିବୁ। ଅର୍ଥ ବାଧକ ଆମକୁ ଦେବ ନାହିଁ। ଏବେ ତ ବହୁତ ଲୋକ ଆସିଲେଣି, ତଥାପି ଆପଣମାନେ ତ ଗ୍ୟାଦରିଂ ଦେଖୁଛନ୍ତି, ନୂଆ ଦଳ ଧୀରେ ଧୀରେ ଆମେ ବର୍ତ୍ତମାନ ସଭ୍ୟ ସଂଗ୍ରହ କରିବା ଆରମ୍ଭ କରିବୁ ଏବଂ ଆଗକୁ ନେବୁ ଦଳ। ପଞ୍ଚାୟତ ଇଲେକ୍ସନରେ ଆମେ ପୁରା ଭାଗ ନେବା ପାଇଁ ଚେଷ୍ଟା କରୁଛୁ।